ଗୋଟେ ଧନ୍ଦା ଧରି ପକେଇଛନ୍ତି ନାଙ୍ଗ ଗୋଟେ ଗୋଟେ ଶସ୍ତା ଲଗେଇଛି ବୋଧେ କହିଦେଲେ ଦି ପଇସା ରୋଜଗାର କରିବେ ଆଉ ଏମିତି କହିଲେ ଏମିତି ସେ ବିଲକୁଲ ସେ ଗୋଟେ ଗପ ଶୁଣିବାକୁ ଆମ ପାଖରେ ସମୟ ନାହିଁ ଟଙ୍କା ନେଇଛି କାମ କରିବା କଥା ଲୁଚିକି ଯାଇଛି ସେ ଆଜି ଯଦି ନାଚ ନ କରେ ନାଇଁ ଯାତ୍ରା ପଟେ ମୁଁ ଯଦି ଶୁଣିଛି ମୁଁ ତ ଜାଣିନି ମୁଁ ତ ଗାଁରେ ଥିଲି ଘରେ ଥିଲି ଶୋଇଥିଲି ତ ସିଏ ତାର କ'ଣ ନାଚ ପୂର୍ବ ଦିନ ଯାଇଥିଲା ତାର ଆର ବର୍ଷ ପାଇଁ ବି ରହିଛି 5 ଲକ୍ଷ ଟଙ୍କା ଏ ବର୍ଷ ପାଇଁ ତାର କ'ଣ ଯିବା ଡେରି ହେଲା କ'ଣ ମାଗିଲା ପଇସା ତାର ପଇସା ପାଇବାର ନଥିଲା ଜବରଦସ୍ତ କହିଲା ଆର ବର୍ଷ ପଇସା ଆର ବର୍ଷ ଏ ବର୍ଷ କଟିବନି ପଇସା ସେଠୁ ରହିଲା ଆମର ତ ଯାତ୍ରା ପଟେ କରିବାର ନାହିଁ ସେଠୁ ଇଣ୍ଡଷ୍ଟ୍ରି ନେଉଛି ବୋଲି ସବୁବେଳେ ଧମକା ଧମକି ବିଭିନ୍ନ ପାର୍ଟିରେ ହଇରାଣ କରୁଛି ବୋଲି ଆମେ ପାର୍ଟିରେ ମନା କରିଦେଲୁ ମାସେ ହେଲାଣି ରଖିବୁନୁ ତେଣୁ ସେ ତାର ପଇସା ନେଇଛି ତାର କାମ କରିବାକୁ ଯୋଉ ଯିବ ବୋଲି ପେଣ୍ଡାଲ ଉପରକୁ ତା ହଜବେଣ୍ଡ ଯିଏ ସେ ତାର ଆଙ୍କରିଂ କରିବାକୁ ଗଲାନି ଆମର ଦୋଷ କ'ଣ ଯଦି ନ ଗଲା କମିଟି ଗଲା ତାପରେ ନ ଗଲା ଆମେ ଆଉ ଚଢ଼େଇ ଦେବୁନୁ କୋଉଠି ପେଣ୍ଡାଲ ଉପରେ ଆଙ୍କରିଂ କରିବାକୁ ତାପରେ ଚଢ଼େଇ ଦେବୁନି ତାକୁ ଯେତେବେଳେ ପଚାରିଲେ ତାଙ୍କ ମିସେସ୍ ଆସିକି ଯେତେବେଳେ ତାକୁ ପ୍ରତିବାଦ କଲେ କାହାକୁ କମିଟି ବାଲାଙ୍କୁ ତାଙ୍କର କ'ଣ ହେଇଛି ପାଟିତୁଣ୍ଡ ହେଇଛି ଆମର କିଛି ଆଉ ପଇସା ତାପରେ ମୋର ବର୍ତ୍ତମାନ ବୋଧେ 2.5 ଲକ୍ଷ ଟଙ୍କା ସେ ଆମକୁ ଫେରେଇବ ଆମ ଖାତା ଦେଖନ୍ତୁ ଆମ ଆର ବର୍ଷ ଖାତା ଦେଖନ୍ତୁ ଏ ବର୍ଷ ଖାତା ଦେଖନ୍ତୁ ମିଶିଗଲା ପରେ ସେ 2.5 ଲକ୍ଷ ଫେରିକି ଯିବ ଆଉ 20 ଦିନ ହେଲା ଯୋଉ ପଳେଇଲା ନୁଚିକି ଆମ ଯାତ୍ରା ଯୋଉ କ୍ଷତି ହବ ତାକୁ ବି ସେ ଦେବ ଆଉ ମୁଁ ଜାଣିନି ମୁଁ ବା ଘରେ ଥିଲି ମୁଁ ଯାତ୍ରା ପଟେ ଯାଏ କମିଟିର ତାଙ୍କର ଗଣ୍ଡଗୋଳ ହେଇଛି ସିଏ ଭାବୁଥିଲା କମିଟି ସହିତ ମୁଁ ଯାଇ ମାଡଗୋଳ କରିବି ବୋଧେ ରାତିରୁ ଯୋଉ ଶୋଇଛି ଏରୋପ୍ଲେନ୍ ଅଛି ତ ପୁରୀ ପଳେଇ ଯାଇକି ସେଠି କମିଟି ସହିତ ଜମିଲା କରିବି କମିଟିର ତୁ କ୍ଷତି କରୁଛୁ କମିଟି ତ ସିଏ ଚାହୁଁନାହାନ୍ତି ଯୋଉଟା ସେ ଟଙ୍କା ଦଉଛନ୍ତି ନା ନାଇଁ ସିଏ ତାଙ୍କେ ଦଉଛନ୍ତି ଟଙ୍କା ତାଙ୍କର ଚାହୁଁଛନ୍ତି ଆମେ ଚଢେଇ ଦେବୁନୁ ପେଣ୍ଡାଲରେ ତମେ ଚଢିବନି ସେଇଟା ତାହେଲେ ଅଭିଯୋଗ କ'ଣ କହିବେ ଆପଣ ମିଥ୍ୟା ରାଜ୍ୟ କଥା କାହିଁ ଶୁଣୁଛନ୍ତି ସମ୍ପୂର୍ଣ୍ଣ ମିଥ୍ୟା ଗପ କହୁଛି ଯାତ୍ରାପାଟି ତାকে ଯଦି ପଚାରନ୍ତୁ ଯାଇକି ତାଙ୍କୁ କହିଦେବେ ଯୋଉଠି ହେଇନି ଘଟଣା ସେଠି ରିପୋର୍ଟରକୁ ଆପଣ ପଚାରନ୍ତୁ ସେ ଯାଇକି ବୁଝିଦେଇକି କହିଦେବେ ଘଟଣା କ'ଣ କରିଛି ପାର୍ଟି ଗାଁ ସାରା ଘେରିକି ରହିଲେ ଆହୁରି କହୁଛୁ ମାଲିକ ହେଇଥିଲେ ଗାଁ ସାରା ସେ ପାର୍ଟି ନେଇଛନ୍ତି ୟାକୁ ସମ୍ମାନ ଦେବା ପାଇଁ ନା ନାଇଁ ଇଏ ବା ଅସମ୍ମାନ ତାଙ୍କୁ କରିଛି କମିଟି କ'ଣ ମାରିଲି କୋଉଠି କମିଟି ମାରିଲି ଇଏ ଆସିଲା ପଳେଇଲା ତମ ଗାଁରେ ଜଣେ ପ୍ରସ୍ତାବ ପଳେଇଯିବ ଏଇଟା ଗପ କହୁଛି ଗପ ପଇସା ନେଇଛି ଆର ବର୍ଷ ପାଇଁ 5 ଲକ୍ଷ ତାକୁ ତା ଦରମାର ପକାଗଲା ସୁଝିଗଲା ପରେ ବର୍ତ୍ତମାନ ସେ 2.5 ଲକ୍ଷ ପାଖାପାଖି ଆମକୁ ସେ ଫେରେଇବ ସେ କିନ୍ତୁ କହୁଛନ୍ତି ଆପଣଙ୍କର ପଇସା ଅଛି ମାଗିବାରୁ ପଇସା ଖାତା ଦେଖିପାରିବେ ଦରମା ଖାତା ଦେଖିପାରିବେ ଆର ବର୍ଷ ଦରମା ଖାତା ଦେଖିପାରିବେ ନେଇଛି ସବୁ କେତେ ଟଙ୍କା ଫେରେଇବ ହିସାବ କରିଦେଇଛି ମତେ କହିବେ ଆଉ ମୋର ସେଠି ଯିବାର କିଛି ନାହିଁ ମୁଁ ତ ଘରେ ରହେ ଆଉ କମିଟି ବାଲାଙ୍କୁ ମୁଁ କ'ଣ କହିପାରିବି ମୁଁ ମାରିବି କ'ଣ କମିଟି ବାଲା ତାହେଲେ କମିଟି ବାଲାଙ୍କୁ ପଚାରିଲେ ସେ କମିଟି ପଚାରୁନାହାନ୍ତି ଯେ ନେଇଛି ସେ ଉତ୍ତର ଦେବେ ଆଉ ଯୋଉ ଷ୍ଟାଫ୍ ଆଉ କୋଉ ଷ୍ଟାଫ୍ ନଥିଲେ ସବୁ ଷ୍ଟାଫ୍ ଥିଲେ ପଚାରିଲ କ'ଣ ଘଟଣା ସେ କହିବେ ଏତେ ଗୁଡେ ଷ୍ଟାଫ୍ ଅଛନ୍ତି ଇଏ ଗୋଟେ ଗୋଟେ ଧନ୍ଦା ଧରି ପକେଇଛନ୍ତି ନାଙ୍ଗ ଗୋଟେ ଗୋଟେ ଶସ୍ତା ଲଗେଇଛି ବୋଧେ କହିଦେଲେ ଦି ପଇସା ରୋଜଗାର କରିବେ ଆଉ ଏମିତି କହିଲେ ଏମିତି ସେ ବିଲକୁଲ ସେ ଗୋଟେ ଗପ ଶୁଣିବାକୁ ଆମ ପାଖରେ ସମୟ ନାହିଁ ଟଙ୍କା ନେଇଛି କାମ କରିବା କଥା ଲୁଚିକି ଯାଇଛି ସେ ଆଜି ଯଦି ନାଚ ନ କରେ ଚିନ୍ତା କରିବୁ କ'ଣ କରିବୁ ନ କରୁ ସେ ମ୍ୟାନେଜର ମାନେ ଅଛନ୍ତି ସେ କମିଟି ଅଛନ୍ତି ସେ ସେଠି ଚିନ୍ତା କରିବେ ଏଠି କିଛି ନାହିଁ ମୁଁ ପାର୍ଟି ଯାଏନି କି ମୋ ସହିତ କିଛି କଥାବାର୍ତ୍ତା ନାହିଁ ମତେ ଖାଲି କହିଲା ମୁଁ ତାକୁ କହିଲି ମୁଁ ବୁଝିକି କହୁଛି ମତେ ଫୋନ କରିଦେଲା ମୁଁ ତାକୁ କହିଲି ମୁଁ ବୁଝିକି କହୁଛି ବୁଝିଲା ବେଳକୁ ତାଙ୍କୁ ବୁଝିଲା ବେଳକୁ ସିଏ ମୋ ଉପରେ ଚଳିଲେ ସିଏ ଆମର ଗେଟ୍ ଫେଟ୍ ଖୋଲେଇ ଦେଲେନି କିଏ କମିଟି ଲୋକ ଆମେ ତାଙ୍କୁ ଇଏ ଯୋଉ ଲସ୍ କରେଇଲା ପେଣ୍ଡାଲ ଗଲେ ତାଙ୍କର ଯୋଉ ଲସ୍ ହେଲା ସେ ଆମଠୁ ଟଙ୍କା ନେଲେ ଗେଟ୍ ଖୋଲେଇଲେ ଆମଠୁ 4 ଲକ୍ଷ ଟଙ୍କା ଆମେ ଦେଲୁ ତାପରେ ଯାଇ ଗେଟ୍ ଖୋଲେଇଛନ୍ତି ପଚାରି ବୁଝ ସେଠୁ ମାନେ ତମେ ଦୋଷ କରିବ ଆମ ଯାତ୍ରାପାଟି ଉପରେ କାହିଁକି ପ୍ରଭାବ ପଡ଼ିବ ଆମେ ଟଙ୍କା ଦେଇଦେବୁ ମାଗଣା ଦେବି ବୁଝିପାରିଲ କି ଏମିତି 7 ଲକ୍ଷ ଟଙ୍କା ବାକିରେ ଆଗର ବର୍ଷ ପାଇଁ ନେଇଛି 5 ଲକ୍ଷ ଏଇ ମୋ ପାଖରେ ଅଛି ଆଜ୍ଞା 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 ହଉ ରହିଲି।